ଚାରିଖଣ୍ଡ ମୌଜାରେ ସେଇ ପ୍ରତାପବାବୁଙ୍କର ନାଁ। କହିବାକୁ ଗଲେ ଏକତରଫା ଜମିଦାରୀ। ଲୋକମାନେ ଦେଖିଲେ ଆପେ ଆପେ ମୁଣ୍ଡ ନୁଆଇଁ ଦିଅନ୍ତି। ଖାଲି ଯେ ଜମିଦାରୀ ସେଥିପାଇଁ ନୁହେଁ, ଭାରି ସ୍ୱାଭିମାନୀ, ଭାରି ସରଳ ଆଉ ନିଷ୍କପଟ ମଣିଷଟାଏ। ମନ ଭିତରେ ସମସ୍ତଙ୍କ ପ୍ରତି ଦୟା, କ୍ଷମା, ଦାନ। ସେମିତିରେ କହିବାକୁ ଗଲେ ସେମିତିକା ଲୋକଟିଏ ମିଳିବା କଷ୍ଟ। ମଣିଷ ନୁହେଁ ତ ସାକ୍ଷାତ ଭଗବାନ। ଏଥିପାଇଁ କୁହନ୍ତି ମଣିଷର ଅସୁବିଧାରେ ବାବୁ ଆଗ ଛିଡ଼ା ହୁଅନ୍ତି। ଯାହାକୁ ବି ଧାର ଉଧାର ଦିଅନ୍ତି କି ଅସୁବିଧାରେ ସାହାଯ୍ୟ କରନ୍ତି ଗରିବ ଗୁରୁବା ଲୋକଙ୍କୁ, କେବେ ଜିମା କରି ମାଗି ନାହାନ୍ତି। ସେଇଥିପାଇଁ ତ ଲୋକେ ତାଙ୍କୁ ଭଗବାନଙ୍କ ସହିତ ତୁଳନା କରନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ବାବୁଙ୍କର ସେମିତି କେହି ନଥାନ୍ତି। ଏତେ ବଡ଼ ଦୁନିଆରେ ବାବୁ ହେଉଛନ୍ତି ଏକଲା ମଣିଷ। କାହିଁକି କେଜାଣି ବିବାହ କରିବାକୁ ମନ ବଳିଲାନି। ସେଇଥିପାଇଁ ବୋଧ ହୁଏ ଆଜି ପର୍ଯ୍ୟନ୍ତ ଏକୁଟିଆ ରହିଗଲେ। ଗାଁ ଲୋକ କେତେ ପ୍ରସ୍ତାବ ଆଣିଲେ, କେଉଁଥିରେ ବି ମନ ବଳିଲାନି। ବୋଧେ ସିଏ ଲୋଭମୋହ ମାୟା ସଂସାରରେ ପଶିବା ପାଇଁ ଇଚ୍ଛା ନାହିଁ ବାବୁଙ୍କର। ଯାହା ହଉ ଏକତରଫା ନଛୋଡ଼ ବନ୍ଧା ସେ। କିନ୍ତୁ ବାବୁ ଯେତେବେଳେ ପ୍ରତିଦିନ କାମଧନ୍ଦାରୁ ଫେରନ୍ତି, ହାତରେ ଚକୋଲେଟ୍ଟିଏ ହଉ, ବିସ୍କୁଟ୍ଟିଏ ହଉ, ଯାହା ମିଠା ଟିକେ ହଉ ସାଙ୍ଗରେ ନେଇ ଆସନ୍ତି। ଆବୁରି ପଡ଼ନ୍ତି ଗାଁ ପିଲାମାନେ। ଭାରି ଖୁସି ଲାଗେ। ଦେଖୁଛ ତ ଏଡ଼େ ବଡ଼ ମଣିଷଟାଏ, ଛୁଆମାନଙ୍କ ପ୍ରତି କେତେ ସ୍ନେହ, କେତେ ପ୍ରେମ, କେତେ ଭଲ ପାଇବା। ଆଉ ଛୁଆମାନେ ବି ସବୁବେଳେ ବାବୁଙ୍କ ପାଖରେ ଥାନ୍ତି। ଯିଏ ହେଲେ ବି ବାବୁଙ୍କୁ ଭାରି ଖୁସି ଲାଗେ ଏମିତି ସବୁ ଜିନିଷ ଦେଖି। ଏପଟେ ଧନ ସବୁ ଆସିକି ଅମାର ଭାଙ୍ଗିବା ଉପରେ। ହେଲେ ଭୋଗ କରିବ କିଏ ଯେ? ଉତ୍ତରାଧିକାରୀ ପରା ନାହିଁ। ଲୋକମାନେ ଏଠି ବସିଲେ ଏଣିକି। କଥା କ'ଣ? ବାବୁ ତ ଏକଲା ମଣିଷ, ବୟସ ବି ଆସି ପରିଣତରେ ପହଞ୍ଚିଲାଣି। ବାବୁଙ୍କ ପରେ ଏତେ ସବୁ ଧନ ହବ କ'ଣ? ନବ କିଏ? କାହା ପାଇଁ ସଞ୍ଚୁଛନ୍ତି ସେ? କେବେ ପଚାରି ପାରନ୍ତିନି ବାବୁଙ୍କୁ। କାହିଁକି ନା ବାବୁଙ୍କ ଆଗରେ କଥା କହିବା ସାହସ ପାଏନି। ସେ ଲୋକଟା ହିଁ ସେମିତିକା ନା। ବାବୁ କିନ୍ତୁ କାହାରିକୁ ଡରିଲା ଭଳି କଥା କୁହନ୍ତିନି। ଥରେ ମନିଆ ଭାଇ ସାହସ କରି ଯାଇ କହିଲା କି ବାବୁ ଆଜ୍ଞା କଥାଟିଏ ପଚାରିବେ, ସତ କହିବେ? କଥାଟା ବୋଧେ ଅଡ଼ୁଆରେ ପକେଇବ। ସେଇଥିପାଇଁ ବୋଧ ହୁଏ ବାବୁ ଟିକେ ଧୀର ସ୍ୱରରେ କହିଲେ, ପଚାରୁନୁ କୋଉ କଥା ଯେ? ବାବୁ ଆଜ୍ଞା ଏତେ ସବୁ ଧନ କାହା ପାଇଁ ଯେ? କହିବାକୁ ଗଲେ ବାବୁ ଏପଟରେ ବାହାରୁ କିଛି ମିସ୍ତ୍ରୀ ଲଗେଇଥାନ୍ତି, ଆଉ କିଛି ଗାଁ ଲୋକ ବି ନିୟୋଜିତ ହୋଇଥାନ୍ତି। ତାଙ୍କ କୁଞ୍ଜ ପାଇଁ ଭବ୍ୟ ମନ୍ଦିରଟିଏ ବନାଉଥାନ୍ତି। କିଏ ସେ କୁଞ୍ଜ? କେଉଁଠି ତା ଘର? କେମିତିକା ସିଏ? ଆଉ ତା ପାଇଁ ଯେ ଏମିତି ମନ୍ଦିର? ସିଏ ମୋ ପୁଅ, ତାକୁ ମୁଁ ଭାରି ଭଲ ପାଏ। କଥାଟା ବଡ଼ ଅଜବ ଲାଗୁଥାଏ। ତଥାପି ବାବୁ କହିଲେ, ସେମିତି କିଛି ବି ନୁହେଁ, ସବୁକିଛି ତାରି ପାଇଁ। ବଞ୍ଚିଛି ତା ପାଇଁ, ଆଉ ମରିଯିବି ବି ତା ପାଇଁ। ତାକୁ ଛାଡ଼ିଲେ ଏ ଦୁନିଆରେ ମୋର ନିଜର କିଏ ଯେ? ଭାରି ଆପଣାର ମଣିଷଟିଏ, ଭାରି ଭଲ ପାଏ ମୋତେ। ଭାଇ କିଛି ବୁଝିପାରିଲେନି। ଯାହା ବି ହଉ ମନ କଥା ମନରେ ଥାଏ। ଏମିତି ଲାଗିଲା ବାବୁ ବୋଧେ ପରିଣତ ବୟସରେ ତ ସେଇଥିପାଇଁ ବୋଧେ ଏଣୁ ତେଣୁ କହିଲେ। କଥାଟାକୁ ନ ଧରି ଚାଲି ଆସିଲେ ସେଉଠୁ। ଆଉ ସେବେଠାରୁ ପ୍ରତିଟି କଥାରେ କୁଞ୍ଜ ହିଁ ଲୋଡ଼ା ହେଇଛି। ଯାହା ବି କୁହନ୍ତି କୁଞ୍ଜ ପାଇଁ। ହେଲେ ଗାଁ ଲୋକଙ୍କ ମନରେ ପ୍ରଶ୍ନଟିଏ ଉଠିଥିଲା ସେଦିନ, କିଏ ସେ କୁଞ୍ଜ? ସେ ପିଲାଟାକୁ ଦେଖିବା ପାଇଁ ସମସ୍ତଙ୍କର ଇଚ୍ଛା। ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାବୁ ଅନେକ ଗୁଡ଼ାଏ ଜିନିଷ ସାଇତି ଦିଅନ୍ତି। ଚକୋଲେଟ୍ଟା ହଉ, ବିସ୍କୁଟ୍ଟା ହଉ, ମିଠାଟା ହଉ, ଛେନାଟା ହଉ। କଥା ପଡ଼େ ଏତେ ସବୁ କାହା ପାଇଁ ଯେ? ଉତ୍ତରରେ କେବଳ ଗୋଟିଏ କଥା ଆସେ, ମୋ କୁଞ୍ଜ। ଲୋକମାନେ କିନ୍ତୁ ଆଶ୍ଚର୍ଯ୍ୟ ହେଲେ, ଲୋକଟା ଏତେ ଭଲ ପାଉଛି କୁଞ୍ଜକୁ। ସେ କୁଞ୍ଜ ଆଉ କେହି ନଥିଲେ, ସେଇ ଯେଉଁ ମନ୍ଦିରଟା ପ୍ରତିଷ୍ଠା ହେଲା ସେଇ ମନ୍ଦିରରେ ପ୍ରଭୁ କୁଞ୍ଜ ବିହାରୀଙ୍କର ଭବ୍ୟ ମୂର୍ତ୍ତିଟିଏ ପୂଜା ପାଇଲା। ଲୋକମାନେ ଆହୁରି ଭାବନ୍ତି ଲୋକଟା
ପାଗଳ ହେଇଯାଇଛି ବୋଧେ। ସତର କ'ଣ କୁଞ୍ଜ ବିହାରୀ ତା ପାଖକୁ ଆସିବେ? ଆଉ ସବୁବେଳେ ନୀତି କହି ହେଉଛି ସେ ମୋ ପୁଅ, ମୋ ଶେଷ ସମୟରେ ମୋ ପାଖକୁ ନିହାତି ଆସିବ। ସତରେ କ'ଣ ସେ ଆସିବେ? ଏମିତି କିଛି ବିଶ୍ୱାସ ଆଉ ଅବିଶ୍ୱାସରେ ବୁଡ଼ି ରହିଥାନ୍ତି ଗାଁ ଲୋକେ, କିନ୍ତୁ ବାବୁ କେବେ ବିଶ୍ୱାସ ହରାଇ ନାହାନ୍ତି। ଯଦି କେବେ ଦେହ ତାଙ୍କର ଖରାପ ହୁଏ ନା, କୁଞ୍ଜ ମୁହଁକୁ ଦେଖିଦେଲେ ଭାରି ଖୁସି ଲାଗେ। ଶତସିଂହର ବଳ ଚାଲି ଆସେ। ତାପରେ ପଡ଼ି ଉଠି କର୍ମପଥରେ ଆଗେଇ ଚାଲନ୍ତି। କେବେ ପଛକୁ ଚାହିଁ ପ୍ରଶ୍ନ କରିନାହାନ୍ତି କି ମୁଁ ଏ ଦୁନିଆରେ ଏକା ବୋଲି। ତାଙ୍କୁ ଲାଗେ ତାଙ୍କ ପାଖ ଆଖରେ କେଉଁଠି ନା କେଉଁଠି ତାଙ୍କ କୁଞ୍ଜ ଅଛି। ତା ନ ହୋଇଥିଲେ ଏତେ ଲୋକ କ'ଣ ତାଙ୍କୁ ଭଲ ପାଇଥାନ୍ତେ ନା ଶ୍ରଦ୍ଧା କରିଥାନ୍ତେ? କଥାଟା ଯାହା ବି ହଉ, ଲୋକମାନେ ଏଣିକି ପରିହାସ କରିବା ଆରମ୍ଭ କଲେ। କାହିଁକି ନା ବାବୁ ତ କତରାରେ ପଡ଼ିଗଲେଣି। ଏତେ ବଡ଼ ଲୋକଟାଏ କତରାରେ ପଡ଼ିଛି, ତା କଥାକୁ ଶୁଣୁଛି କିଏ ଯେ? ତା ଛଡ଼ା ଜମିଦାରୀ ବୋଧେ ସେ ଚାଲିଗଲା ପରେ ଏଇ ଗାଁ ଲୋକମାନେ ହିଁ ଭୋଗ କରି ବସିବେ। ସେଇଥିପାଇଁ ଆଉ କାହାରି ଡର ଭୟ ନଥାଏ ବାବୁଙ୍କ ପ୍ରତି। ବାବୁ କିନ୍ତୁ ବିଶ୍ୱାସ ରଖିଥାନ୍ତି, ମୋ କୁଞ୍ଜ ମୋ ଶେଷ ସମୟରେ ମୋ ପାଖକୁ ଆସିବ, ମୋ ମୁହଁରେ ଟିକେ ନିଆଁ ଦେବ। କିନ୍ତୁ ବାସ୍ତବରେ କ'ଣ ସେୟା ହୁଏ କି? ଲୋକଟା ଏମିତି ବିଶ୍ୱାସ ରଖିଛି ପ୍ରଭୁ କୁଞ୍ଜ ବିହାରୀଙ୍କ ଉପରେ। ହଁ, ସମୟ ବି ଗଡ଼ିଯାଇଛି। ଏଣିକି ବାବୁଙ୍କର ଶେଷ ସମୟ। ପଡ଼ିଯାଇଛନ୍ତି ଯେଉଁଦିନ ତାଙ୍କର ଶବ ଉଠିବ। ଆଶ୍ଚର୍ଯ୍ୟର କଥା, ଦଳ ଦଳ ହେଇ କେତେ ଗୁଡ଼ାଏ ପିଲା ମାଡ଼ି ଆସିଲେ। କୁଆଡ଼ୁ ଆସିଲେ କେହି ଜାଣନ୍ତିନି। ଆଉ ତାଙ୍କରି ଭିତରେ ଗାଁ ପିଲା ବି କିଛି ଥାଆନ୍ତି। ବାବୁଙ୍କର ସେଇ ମର ଶରୀରକୁ ଦେଖି ସମସ୍ତେ କଇଁ କଇଁ ହୋଇ କାନ୍ଦୁଥାନ୍ତି। କିଏ କହୁଥାଏ ବାବୁ ମୋତେ ବିସ୍କୁଟ ଦେଇଥିଲେ, ଆଉ କିଏ କହୁଥାଏ ଚକୋଲେଟ୍, ଆଉ କିଏ ମିଠା, ତ ଆଉ କିଏ କ୍ଷୀର ସର। ଏମିତି ଅନେକ କିଛି କଥା ମନେ ପକାଇ ଭୋ ଭୋଇ କାନ୍ଦୁଥାନ୍ତି। ଲୋକମାନେ ଆଶ୍ଚର୍ଯ୍ୟ, ଆରେ ଲୋକଟାରେ ତ ଏ ଦୁନିଆରେ କେହି ବି ନଥିଲେ। କହିବାକୁ ଗଲେ ଏକଲା ମଣିଷଟାଏ, ଏତେ ସାରା ପିଲା କେମିତି? ହଁ ଆଜ୍ଞା, ପିଲାଙ୍କ ପ୍ରତି ସ୍ନେହ, ପ୍ରେମ ଆଉ ଭଲ ପାଇବା ସମସ୍ତଙ୍କୁ ଡାକି ଆଣିଥିଲା ସେଦିନ। ଏଣିକି କଥା ପଡ଼ିଲା ବାବୁ ମଶାଣି ଯାଏଁ ଯିବେ। ଗାଁ ଲୋକ ଆଉ ପିଲାମାନେ ସମସ୍ତେ ମିଳି ହେଇ ସଙ୍ଗାରି ଉଠିଲା ଗାଁ ମଶାଣିକି। ବାବୁଙ୍କର ଇଚ୍ଛା ଥିଲା, ଲୋକଙ୍କୁ ବି କହିଥିଲେ, ଯେବେ ମୁଁ ଚାଲିଯିବି ଗାଁରୁ କେବେ ଦୂରେଇ ଦେବନି। ଏଇ ଗାଁ ମଶାଣିରେ ମୋର ଶେଷ କାମ ସାରିଦେବ। ସେୟା ହିଁ ହେଲା, କେବଳ ତାଙ୍କରି କଥା ରଖିବା ପାଇଁ। ତାଙ୍କରି ସ୍ମୃତିରେ ତାଙ୍କରି ସେଇ ମର ଶରୀରକୁ ଗାଁ ମଶାଣି ଯାଇ ଉଠିଲା। ଏଣିକି ପ୍ରଶ୍ନ ଉଠିଲା, ତାଙ୍କ ମୁହଁରେ ନିଆଁ କିଏ ଦେବ ଯେ? ସମସ୍ତେ ଚିନ୍ତାରେ ଥାନ୍ତି। ଏହି ସମୟ ଭିତରେ ଜଣେ ବୁଢ଼ା ମଉସାଙ୍କର ଲକ୍ଷ୍ୟ ପଡ଼ିଲା। କେହି ଜଣେ କଳା ମୁଚୁମୁଚୁ ପିଲାଟିଏ ବାବୁଙ୍କୁ ଧରି ବହୁତ ଜୋରରେ ବିକଳ ହୋଇ କାନ୍ଦୁଛି, ଆଉ ମଝିରେ ମଝିରେ କୋଳେଇ ନେଉଛି ସେଇ ମର ଶରୀରଟାକୁ। ସେଇ ମଉସାଙ୍କ କହି ପକାଇଲେ, ଏଇ ଲୋକଟା ନା ବୋଧେ ଅଧିକ ଭଲ ପାଉଥିଲା, ତାକୁ ହିଁ ଦିଆଯାଉ, ସେଇ ତାଙ୍କର ମୁହଁରେ ନିଆଁ ଦେବ। କଥା ହିଁ ସେତିକି। ପିଲାଟି ମୁହଁରେ ନିଆଁ ଦେଲା, ଆଉ ବିଧି ମୁତାବକ ସମସ୍ତ ପିଲାମାନଙ୍କୁ ଗାଧୋଇବା ପାଇଁ ପଠାଗଲା। ସମସ୍ତଙ୍କ ଉପସ୍ଥିତିରେ ଅଳ୍ପ ପାଣି ବୋଧେ ଥିଲା। ସମସ୍ତେ ବୁଡ଼ ଦେଇ ଉଠିଲେ, ଘରକୁ ଯିବେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ କଳା ମୁଚୁମୁଚୁ ପିଲାଟି ବାବୁଙ୍କର ମୁହଁରେ ନିଆଁ ଦେଇଥିଲା, ସେ ବୁଡ଼ିଛି ସତ, ଆଉ କିନ୍ତୁ ଉଠିନି। ଆରେ ଏତେ ପିଲା ଥିଲେ, ସମସ୍ତେ ଘରକୁ ଫେରିଲେ। କୁଆଡ଼େ ଗଲା ସେ? ବହୁତ ଖୋଜିଲେ, କେଉଁଠି ବି ପାଇଲେନି। ଭାରି ମନ ଦୁଃଖ ହେଲା। ସତରେ କ'ଣ ପିଲାଟି ବୁଡ଼ିଗଲା? ସେମିତି ଜମା ନୁହେଁ, କାହିଁକିନା ପାଣି ସେଠି ବହୁତ କମ୍ ଥିଲା। ଛୋଟ ଛୋଟ ପିଲାମାନେ ନା, ସେଇଥିପାଇଁ ତ ସମସ୍ତଙ୍କ ଉପସ୍ଥିତିରେ ଗାଧୋଇବା ପାଇଁ ଛଡ଼ା ଦେଇଥିଲା। ଲୋକମାନେ ପଡ଼ିଲେ ବଡ଼ ଚିନ୍ତାରେ। ଧାଇଁଗଲେ ପ୍ରଭୁ କୁଞ୍ଜ ବିହାରୀଙ୍କ ମନ୍ଦିରକୁ।
କି ଠାକୁରେ ଏମିତି ଅଘଟଣ ଘଟିଗଲା, କ'ଣ ଯେ ଏବେ କରିବୁ? ହେଲେ ସେଇ ମନ୍ଦିରରେ ପହଞ୍ଚିବା ପରେ ସମସ୍ତଙ୍କର ଆଖି ଲାଗିଗଲା। ସମସ୍ତେ ଆଶ୍ଚର୍ଯ୍ୟର ସହ ଚାହିଁ ରହିଥାନ୍ତି, ହାତ ଯୋଡ଼ି ଦେଇ କହୁଥାନ୍ତି, ଠାକୁରେ ଆଖି ଆଜି କ'ଣ ନ ଦେଖିଲା ମ? ହଁ, ସେମିତି କିଛି ବିଚିତ୍ର। ପ୍ରଭୁ କୁଞ୍ଜ ବିହାରୀଙ୍କ ଦେହରୁ ନା ଗମ ଗମ ହୋଇ ପାଣି ଗୁଡ଼ା ଝଡ଼ି ପଡ଼ୁଥାଏ। ସତେ ଯେମିତି ଲାଗୁଥାଏ ଠାକୁରେ ଏବେ ସ୍ନାନ କରି ଉଠିଛନ୍ତି। ହଁ, ସମସ୍ତେ ସେଦିନ ପ୍ରମାଣ ପାଇଥିଲେ କି ବାବୁ ସତ କଥା କହିଥିଲେ, ମୋ କୁଞ୍ଜ ଆସିବ, ମୋ ମୁହଁରେ ନିଆଁ ଦେବ। ସେୟା ହିଁ ହେଇଥିଲା। ପ୍ରଭୁ କୁଞ୍ଜ ବିହାରୀ ଛୋଟ ପିଲାଟିଏ ରୂପରେ ଆସିଲେ। ବାବୁଙ୍କୁ କୋଳେଇ ନେଇ କେତେ କାନ୍ଦିଲେ, ସହିପାରିଲେନି। ତାଙ୍କର ଶେଷ ଇଚ୍ଛା ବି ପୂରଣ କଲେ, କାନ୍ଧରେ ନେଲେ। ସତରେ ଠାକୁରେ ତୁମକୁ ଭଲ ପାଇଲେ ଯେ ତୁମେ ଏତେ ଭଲ ପାଅ, ସେଇଦିନ ହିଁ ସମସ୍ତେ ପ୍ରମାଣ ପାଇଥିଲେ। ହଁ ଆଜ୍ଞା, ଭକ୍ତ ହିଁ ସେମିତିକା, ଭଗବାନଙ୍କୁ ବିଶ୍ୱାସ କରେ, ଭଲ ପାଏ, ଆଉ ଶେଷରେ ସାହାରା ଟିକେ ମାଗେ। ଯଦି ତା ଭଲ ପାଇବାରେ ଆଉ ତା ଭକ୍ତିରେ ଟିକେ ବି ଖାଦ ନଥାଏ, ସେ ଠାକୁର ନିହାତି ଆସନ୍ତି ତା ଶେଷ ସମୟରେ ତାର ସାଥୀ ହେବା ପାଇଁ। ଏହା ହିଁ ସତ୍ୟ। ଯୁଗେ ଯୁଗେ ପ୍ରମାଣ ଅଛି। ଅନେକ ଭକ୍ତ କେତେ ଅଳି ଅଡ଼ତଳି ସହି ଠାକୁରଙ୍କୁ ପାଇଛନ୍ତି। ସମସ୍ତଙ୍କୁ ଅନୁରୋଧ, ଯଦି ପାରୁଛନ୍ତି ଠାକୁରଙ୍କୁ ଭଲ ପାଆନ୍ତୁ, ସ୍ନେହ କରନ୍ତୁ ଆଉ ଶ୍ରଦ୍ଧା କରନ୍ତୁ। ତା ସହିତ ସମସ୍ତଙ୍କ ପ୍ରତି ଭଲ ପାଇବା ରଖନ୍ତୁ। ଦେଖିବେ କୌଣସି ନା କୌଣସି ଦିନ ଠାକୁର ତୁମକୁ ବି ସାଥି ଦେବାକୁ ଆସିବେ। ନମସ୍କାର। ଛୋଟ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ନିହାତି ଜଣାଇବେ। ଆଉ ଯଦି କଥା ଛଳରେ ସାମାନ୍ୟ ବି ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।